ପିଇବା ପାଇଁ ପାଣି ଆମେ 3 କିଲୋମିଟର ଦୂରରୁ ଆଣୁଛୁ ତେନ୍ତୁଳିପଲ୍ଲୀ ବଜାରରୁ ଉପରୁ। ଆଉ ଜଣେ ମଉସା ଦୀର୍ଘ ଦିନ ବା ଆପଣ ଏ ଅଞ୍ଚଳରେ ରହୁଛନ୍ତି, କେମିତି ପାଣି କେମିତି ଆଗରୁ କି ଅବସ୍ଥା ଥିଲା, ବର୍ତ୍ତମାନ କେମିତି ପରିବର୍ତ୍ତନ ହେଲାଣି କିଛି? ନାଇଁ କିଛି ପରିବର୍ତ୍ତନ ହେଇନି। ଆମେ ତ ବାପା ଗଲା ଜଙ୍ଗଲ ଆଣିକି ସଫା କରି ଆମକୁ ରଖିଦେଇ ଯାଇଛି। ଆଉ ବାପା ମାନେ ସବୁ ଗଲା, ଦାଦି ବାପା ସମସ୍ତେ ଗଲାଣି। ଆଉ ମୋର ତ ଏଇଖା 60-65 ବର୍ଷ। ଆଉ ମୁଁ କେଉଁଦିନ ପାଣିର ଇଏ ସୁବିଧା ହେଇପାରୁନାହିଁ। ଟ୍ୟୁବୱେଲ୍ ବସିଲା ସେ ଲୁଣି ପାଣି, ଇଏ କୂଅ ବସିଲା ସେ ଲୁଣି ପାଣି। ଆଉ ଏ ଯେ ପାଣି ଦେଉଛି ମାନେ 7ଟା ବେଳେ ଦେଉଛି, ଅଧଘଣ୍ଟା ଖଣ୍ଡେ ଆଉଛି ଆଉ ଆସୁନି ପାଣି। ତାପରେ ସେ ପାଣି ଯାଉଛି, ସେ ପାଣି ଦିହରେ ଅଳିଆ ଗେଣ୍ଡା, ସେ ମାଛ, ଶେଉଳ ମାଛ, କଉ ମାଛ ବି, ଆଉ ଇଏ ପକ୍ଷୀର ପାରା ପକ୍ଷୀ ସପ୍ଲାଏ ପାଣିରେ ବି ଗୁଡ଼ାକ ଆସୁଛି। ହଁ ସପ୍ଲାଇ ପାଣିରେ ସେ ଆଉଛି। ଆଉ କିଛି ସୁବିଧା ହେଇପାରୁନି। ଲୁଣି ପାଣି ଆଉ ଆମେ ଗାଧୁଆ ହେବ ଯେ ଏ ବି ପୋଖରୀ ପାଣି ଲୁଣି ପାଣି। ଆଉ ଟିକେ ପ୍ରତିକ୍ରିୟା ମଉସା ରହିଛନ୍ତି, ଆପଣଙ୍କୁ କେତେ ବୟସ ହେଲାଣି? ଆପଣ ଆମକୁ ବୟସ 60-62 ହେବ ଆଉ 60-62 ହେବ। ଆମେ ଦୀର୍ଘ ଦିନ ବହୁତ କଷ୍ଟରେ ଚଳୁଛୁ ପାଣି ପାଇଁ। ଇଏ ଖରାଦିନ ପାଣି ଟୋପା ପାଉନୁ, ଗାଧୁଆ ବି ବହୁତ କଷ୍ଟ। ଆଉ ବୁଢ଼ା ଲୋକ 3 କିଲୋମିଟର ଯାଉଛୁ ପାଣି ପାଇଁ, ଆଉ ବହୁତ କଷ୍ଟରେ ଚଳୁଛୁ। ଇଏ ଦୀର୍ଘ ଦିନ ଆଜି ହେଇଗଲା ସମସ୍ୟା, ପାଣି ଟୋପାଏ ମାନେ କିଛି ହେଇପାରୁନି, ଅସୁବିଧା ସଂକୁଚ। ଆଉ ଇଏ ଯେ ସପ୍ଲାଇ ପାଣି 20 ଖୁବ୍ ଜୋର 20 ମିନିଟ୍ ଆସୁଛି, ତାପରେ ବନ୍ଦ ହେଇଯାଉଛି। ଆଉ ପାଣି ଟ୍ୟାଙ୍କର ଆସୁଛି? ନା ଟ୍ୟାଙ୍କର ଆସୁନି। ନା ଟ୍ୟାଙ୍କର ଆଗକୁ ଆସୁନି। ଖରା ଦିନ ଯେ କେମିତି ଚଳିବେ ଭାବୁଛନ୍ତି? ବହୁତ କଷ୍ଟରେ ଦୁଃଖରେ ଚଳିବାକୁ ପଡ଼ିବ। ପୋଖରୀ ଭରିକି ପାଣି ତ ନୁହେଁ, ପାଣି ମାନେ ପାଣି ସମସ୍ୟା ସାଂଘାତିକ ଏ ଏରିଆ। ଖାଲି ପିଇବା ପାଇଁ ପାଣି ରଖୁଛନ୍ତି? ହଁ ପାଣି ପିଇବା ପାଇଁ ବହୁତ କଷ୍ଟରେ ଚଳୁଛୁ ଆମେ।